ଯାତ୍ରା ଜଗତର ସୁପରହିଟ୍ ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ ତାରିଣୀ ଗଣନାଟ୍ୟ ଚଳିତ ବର୍ଷ ତାର 4ଗୋଟି ନୂତନ ନାଟକକୁ ନେଇ ନୂଆ ରୂପରେ ସାରା ଓଡ଼ିଶାରେ ଦର୍ଶକମାନଙ୍କୁ ଭେଟି ଦେବାକୁ ଯାଉଛି ବୋଲି ପ୍ରଯୋଜକ ଚିନ୍ମୟ କୁମାର ଦେଓ କହିଛନ୍ତି। ପ୍ରଥମ ନାଟକ ଠକି ଦେଲ ବଧୁ ହାଟ ମଝିରେ ର ରିହର୍ସାଲ ଆଜି ଆଖଡ଼ାଶାଳରେ ଆରମ୍ଭ ହୋଇଛି। ଦର୍ଶକମାନଙ୍କ ଅକୁଣ୍ଠ ଭଲପାଇବା ଓ ପ୍ରଯୋଜକଙ୍କ ସହାନୁଭୂତି ଓ ସାଥୀ କଳାକାରମାନଙ୍କ ସହଯୋଗରେ ଆଜି ଏହି ଯାତ୍ରା ଅନୁଷ୍ଠାନ ଏକ ଶୀର୍ଷକ ସ୍ଥାନରେ ପହଞ୍ଚି ପାରିଛି ବୋଲି ଯାତ୍ରା କଳାକାର କହିଛନ୍ତି। ଏବେ ବି ଓଡ଼ିଆ ଯାତ୍ରା ପ୍ରେମୀ ଦର୍ଶକ ବନ୍ଧୁମାନଙ୍କ ଯାତ୍ରା ପ୍ରତି ଯେଉଁ ଭଲପାଇବା ଅଛି ଏବଂ ଆମ ପ୍ରତି ଯେଉଁ ଭଲପାଇବା ରହିଛି ତାହା ଆଗକୁ ରହିବ ମଧ୍ୟ। ଏହାକୁ ଆଖି ଆଗରେ ରଖି ଆମେ ସେହିଭଳି ନାଟକ ରଚନା କରୁଛୁ ବୋଲି ନିର୍ଦ୍ଦେଶକ କହିଛନ୍ତି। କଳାକାରମାନଙ୍କୁ ନେଇ ଏକ ଶୃଙ୍ଖଳିତ ଯାତ୍ରା ଅନୁଷ୍ଠାନ ଗଠନ କରିବା ଓ କମିଟିମାନଙ୍କ ଦ୍ୱାରା ଶୃଙ୍ଖଳା ଯାତ୍ରା ପରିବେଷଣ ପାଇଁ ପ୍ରଯୋଜକ ପରାମର୍ଶ ଦେଇଛନ୍ତି। ଯାଜପୁରରୁ ସନ୍ତୋଷ ରଥଙ୍କ ରିପୋର୍ଟ, କୌଶଳ ଟାଇମ୍ସ। ପ୍ରଯୋଗ ତାରିଣୀ ଗଣନାଟ୍ୟ। ଦର୍ଶକ ମାନେ ଆଜ୍ଞା ଆମର ଭଗବାନ, ସିଏ ଯେତେ ଦୂର ଆମକୁ ଗ୍ରହଣ କରିବେ ଆମେ ସେତେ ଆଗକୁ ଯିବୁ। ଆଉ ଗୋଟେ ନୂତନ ନାଟକ ନା ଠକି ଦେଲ ବନ୍ଧୁ ହାଟ ମଝିରେ, କେମିତି ବୁଝିବ ଅବୁଝା ମନ ଦ୍ୱିତୀୟ ନାଟକ। ଆଉ ଗୋଟେ ନାଟକ ନା ଚାଲିଛି। ତାରିଣୀ ଗଣନାଟ୍ୟର ପରିଚାଳକ ଅଟେ ଟିକିନା ବିଶ୍ୱାଳ। ଏ ବର୍ଷ ମୁଁ ତାରିଣୀ ଗଣନାଟ୍ୟରେ ମୁଖ୍ୟ ଦାୟିତ୍ୱରେ ରହୁଛି। ଆଶା କରୁଛୁ କେମିତି ଆମେ ମଇଦାନକୁ 3ଗୋଟି ନାଟକ ନେଇକି ଯିବା ପାଇଁ। ନାଟକ ନିହାର ମହାନ୍ତିର ନାଟକ। ପ୍ରଥମ ନାଟକ କେମିତି ବୁଝିବ ଅବୁଝା ମନ, ସେକେଣ୍ଡ ନାଟକ ଠକି ଦେଲ ବନ୍ଧୁ ହାଟ ମଝିରେ, ଆଉ ଜୀବନ ଖୋଜୁଛି ଜରା ନିବାସ। ଏ 3ଗୋଟି ନାଟକ ମଇଦାନକୁ ନେଇକି ଯାଉଛି। ଆଶା କରୁଛି ଦର୍ଶକମାନଙ୍କ ଗହଣରେ ଭେଟିଦେବା ପାଇଁ। ଦର୍ଶକମାନଙ୍କ ମନ ଭିତରେ ମନୋରଞ୍ଜନ, ଡ୍ୟାନ୍ସ, ମେଲୋଡି ସବୁ ପ୍ରକାର କାର୍ଯ୍ୟକ୍ରମ ଉପଭୋଗ କରନ୍ତୁ। ଥରେ ଆସି ଦେଖନ୍ତୁ ତାରିଣୀ ଗଣନାଟ୍ୟ ମଇଦାନକୁ ଯାଉଛି। 2024-25 ନୂଆ ରୂପରେ ନୂଆ ରଙ୍ଗରେ ଦେଖିବାକୁ ପାଇବେ। ଆଜି ଆମର ଆଖଡ଼ା ପୂଜା ତାରିଣୀ ଗଣନାଟ୍ୟ। ମୁଁ ଏତେ ଏକ୍ସାଇଟେଡ୍ ଅଛି ମାନେ ନ କହିବା ଭଲ, କାହିଁକି ନା ଆମେ ନୂଆ ରଙ୍ଗରୁ ନୂଆ ରୂପରେ ଫେରେ ମଇଦାନକୁ ଓହ୍ଲେଇବୁ। ମୁଁ ମୋ ଦର୍ଶକ ମାନଙ୍କୁ ଏତିକି କହିବା ପାଇଁ ଚାହୁଁଛି ଯେ ଯେମିତି ମତେ ଭଲ ପାଇବା ଦେଇଛନ୍ତି, ଏତେ ସ୍ନେହ ମମତା ଦେଇଛନ୍ତି, ପୁଣି ସେତିକି ଭଲ ପାଇବା ସେତିକି ସ୍ନେହ ମମତା ଆପଣମାନଙ୍କ ପାଖରେ ଚାହୁଁଛି। ଆପଣ ଏତିକି ଆଶୀର୍ବାଦ କରନ୍ତୁ, ତାରିଣୀ ଗଣନାଟ୍ୟ ସବୁ ଜାଗାରେ ଉନ୍ନତି କରୁ, ଆଉ ପ୍ରଶଂସାର ପାତ୍ର ହଉ, ଆଉ ସମସ୍ତଙ୍କ ଭଲ ପାଇବା ସାଉଁଟି କରୁ। 3ଗୋଟି ନୂଆ ନାଟକ ହବ, ଆଉ ଗୋଟେ ବୋଧେ ଆମର ପାଟି ବାହାରିଲା ପରେ ହବ। ଦର୍ଶକ ମାନଙ୍କୁ ଏତିକି କହିବି, ଦର୍ଶକ ମାନେ ଯେମିତି ଭଲ ପାଇବା ମତେ ଦେଇଛନ୍ତି ପୂଜାକୁ ସବୁ ନାଟକରେ, ଆଉ ଏବର୍ଷ ବି ସେମିତି ଏ ପୂଜାକୁ ସେମିତି ତାଙ୍କ ସ୍ନେହ ମମତା ଆଉ ତାଙ୍କ ମାନେ ଭଲ ପାଇବା ମୋ ପ୍ରତି ତାଙ୍କ ହୃଦୟରେ ସେମିତି ଜାଗା ଦିଅ, ଆଉ ସେମିତି ସ୍ନେହ ମମତା ଆଶୀର୍ବାଦ ମୋ ଉପରେ ଥାଉ ନିଶ୍ଚିନ୍ତ ଭାବେ। ଆଉ ମୋ ପ୍ରତି ଯେମିତି ସ୍ନେହ ମମତା ରହିବ, ତାରିଣୀ ଗଣନାଟ୍ୟ ପ୍ରତି ବି ସେମିତି ସମସ୍ତଙ୍କର ସ୍ନେହ ମମତା ଆଶୀର୍ବାଦ ଥାଉ। ତାରିଣୀ ଗଣନାଟ୍ୟ ସବୁ ଦିନ ପାଇଁ ଏମିତି ଆଗେଇ ଚାଲିଥାଉ।